ସମସ୍ତଙ୍କୁ ନମସ୍କାର। ପଞ୍ଚମ ଶ୍ରେଣୀର ସମସ୍ତ ପିଲାଙ୍କୁ ଗଣିତ ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟାକୁ ସ୍ୱାଗତ, ଶୁଭେଚ୍ଛା ଓ ଅଭିନନ୍ଦନ। ପିଲାମାନେ, ଗଣିତ ଏକ ମଜାଦାର ବିଷୟ। କ୍ରୀଡ଼ା, ଗୀତ ଓ ଗପ ମାଧ୍ୟମରେ ଏହା ବେଶ ଫଳପ୍ରଦ ହୋଇଥାଏ। ଚାଲ ଆଜି ଆମେ ଏକ ନୂଆ ବିଷୟରେ ଆଲୋଚନା କରିବା। ବିଷୟ ଗଣିତ, ଶ୍ରେଣୀ ପଞ୍ଚମ। ଆମେ ସମସ୍ତେ ଯାତ୍ରୀ 2। ପ୍ରସଙ୍ଗ ହେଉଛି ଯୁଗ୍ମ ଓ ଅଯୁଗ୍ମ ସଂଖ୍ୟା। ପିଲାମାନେ এই ଚିତ୍ରଟିକୁ ଲକ୍ଷ୍ୟ କର। କହିଲେ ଦେଖି ପିଲାମାନେ, এই ଚିତ୍ରଟିରେ କେଉଁ ପର୍ବ ପାଳନ ଅବସର ବିଷୟରେ କୁହାଯାଇଛି? ହଁ, এই ଚିତ୍ରଟି ଦୀପାବଳି ପର୍ବ ପାଳନ ବିଷୟରେ କୁହାଯାଇଛି। ରୀମା ଓ ସୀମା ଦୁଇ ଭଉଣୀ ତାଙ୍କ ବାପାଙ୍କ ସହ ଦୀପାବଳି ପାଳନ କରୁଛନ୍ତି। ଏହି ଦୀପାବଳି ପାଳନ ନିମନ୍ତେ ବାପା ତାଙ୍କ ପାଇଁ ଦୀପ, ବାଣ ଓ ଅନ୍ୟାନ୍ୟ ଜିନିଷ ବଜାରରୁ ଆଣିଥିଲେ। ସମସ୍ତ ଜିନିଷକୁ ସମାନ ଭାବରେ ଭାଗ କରିବାରୁ କାହା ଭାଗରେ କେତେ ପଡ଼ିଲା ଆଉ କେତୋଟି ବଳି ପଡ଼ିଲା, ଚାଲ ଦେଖିବା। ଉଦାହରଣ 1। ମୋଟ ଜିନିଷକୁ ସମାନ ଭାବରେ ଭାଗ କଲେ କାହା ଭାଗରେ କେତେ ପଡ଼ିଲା ଓ କେତେ ବଳି ପଡ଼ିଲା, ଚିତ୍ରକୁ ଦେଖି କୁହ। ଦୀପ। 4ଟି ଦୀପ ବାପା ଆଣିଥିଲେ, ତେଣୁ ରୀମା ଭାଗରେ କେତୋଟି ପଡ଼ିଲା କହିଲ? 2ଟି। ଗୁଡ୍। ଆଚ୍ଛା, ସୀମା ଭାଗରେ? 2ଟି। ଆଚ୍ଛା, ଠିକ ସେହିପରି ଫୁଲଝରି ବାଣ କେତୋଟି ଆଣିଥିଲେ? 5ଟି ଆଣିଥିଲେ। ଆଚ୍ଛା ପିଲାମାନେ କହିଲ, ରୀମା ଭାଗରେ କେତୋଟି ପଡ଼ିବ? 2ଟି। ଆଉ ସୀମା ଭାଗରେ? 2ଟି। ଆଚ୍ଛା, କେତୋଟି ବଳି ପଡ଼ିଲା? ଗୋଟିଏ ବଳି ପଡ଼ିଲା। ଭେରି ଗୁଡ୍। ଆଚ୍ଛା, ଠିକ ସେହିପରି ଚକ୍ରି ବାଣ କେତୋଟି ଆଣିଥିଲେ? ଚକ୍ରି ବାଣ 7ଟି ଆଣିଥିଲେ। ଆଚ୍ଛା ପିଲାମାନେ କହିଲ, ଚକ୍ରି ବାଣ 7ଟି ଆଣିଥିଲେ, ତେଣୁ ରୀମା ଭାଗରେ କେତୋଟି ପଡ଼ିବ? ସୀମା ଭାଗରେ କେତୋଟି ପଡ଼ିବ? ରୀମା ଭାଗରେ 3ଟି ପଡ଼ିଲା, ଆଉ ସୀମା ଭାଗରେ ମଧ୍ୟ 3ଟି ପଡ଼ିଲା, ଆଉ ବଳି ପଡ଼ିଲା ଗୋଟିଏ। ଆଚ୍ଛା ପିଲାମାନେ, ଠିକ ସେହିପରି କୁମ୍ପି ବାଣ 6ଟି ଆଣିଥିଲେ, ରୀମା ଭାଗରେ କେତୋଟି ପଡ଼ିବ? 3ଟି, ସୀମା ଭାଗରେ 3ଟି। ଆଚ୍ଛା, ଠିକ ସେହିପରି ମିଠେଇ 9ଟି ଆଣିଥିଲେ। ଆଚ୍ଛା, ଯଦି 9ଟି ମିଠେଇକୁ ସମାନ ଭାବରେ ବାଣ୍ଟ କରାଯିବ, ତାହେଲେ ରୀମା କେତୋଟି ନେବ, ସୀମା କେତୋଟି ନେବ? ରୀମା 4ଟି ନେଲା, ସୀମା 4ଟି ନେଲା, ଗୋଟିଏ ବଳି ପଡ଼ିଲା। ଉଦାହରଣ 2। ଆସ 2ଟି ଲେଖାଏଁ ଜିନିଷକୁ ଯୋଡ଼ି କରିବା। ଆଚ୍ଛା ପିଲାମାନେ, ଏଇ ଚିତ୍ରରେ 5ଟି ଆମ୍ବ ରହିଛି। এই 5ଟି ଆମ୍ବକୁ 2 ଲେଖାଏଁ ଯୋଡ଼ି କଲେ କେତୋଟି ଯୋଡ଼ି ହବ ଆଉ କେତୋଟି ବଳି ପଡ଼ିବ କହିଲେ ଦେଖି? 5ଟି ଆମ୍ବକୁ ଆମେ ଯୋଡ଼ି କଲେ 2 ଯୋଡ଼ି କରିବାରୁ 2ଟି ଯୋଡ଼ି ହେଲା, ଆଉ ଗୋଟିଏ ବଳି ପଡ଼ିଲା। ଆଚ୍ଛା, ଠିକ ସେହିପରି ପିଲାମାନେ, এই ଚିତ୍ରରେ ସେଓ 6ଟି ରହିଛି। ଏ ସେଓ 6ଟିକୁ ଆମେ 2 ଲେଖାଏଁ ଯୋଡ଼ି କଲେ କେତୋଟି ଯୋଡ଼ି ହବ? 2 ଲେଖା ଯୋଡ଼ି କଲେ 3ଟି ଯୋଡ଼ି ହେଲା। ଆଚ୍ଛା ପିଲାମାନେ, ଏଠି ଯୋଉ ଫୁଲ 3ଟି ରହିଛି, ଆକୁ ସେମିତି ଯୋଡ଼ି କଲେ କେତୋଟି ଯୋଡ଼ି ହବ ଏବଂ କେତୋଟି ବଳି ପଡ଼ିବ ଦେଖିଲ? ଗୋଟିଏ ଯୋଡ଼ି ହେଲା ଏବଂ ଗୋଟିଏ ବଳି ପଡ଼ିଲା। এই ଚିତ୍ରରେ 4ଟି ଛତା ଅଛି। ଆଚ୍ଛା, ଏହାକୁ 2ଟି ଲେଖାଏଁ ଯୋଡ଼ି କଲେ କେତୋଟି ଯୋଡ଼ି ହେଲା? 2ଟି ଲେଖାଏଁ ଯୋଡ଼ି କଲେ 2ଟି ଯୋଡ଼ି ହେଲା। ତେଣୁ ଏହି ଉଦାହରଣରୁ ଆମେ ଜାଣିଲେ 2, 4, 6 ଓ 8 ସଂଖ୍ୟାର ଜିନିଷକୁ ଆମେ ଯୋଡ଼ି ଯୋଡ଼ି କରିପାରିଲେ। 1, 3, 5, 7 ପ୍ରଭୃତି ସଂଖ୍ୟାର ଜିନିଷକୁ ଆମେ ଯୋଡ଼ି ଯୋଡ଼ି କରିପାରିଲେ ନାହିଁ। ପିଲାମାନେ, ଏଥିରୁ ଆମେ ଜାଣିଲେ ଯେଉଁ ସଂଖ୍ୟାର ଏକକ ସ୍ଥାନ ଅଙ୍କଟି 0, 2, 4, 6 କିମ୍ବା 8 ହୋଇଥିବ, ତାହାକୁ ଯୁଗ୍ମ ସଂଖ୍ୟା କୁହାଯିବ। ଉଦାହରଣ ସ୍ୱରୂପ 108 ଏକ ଯୁଗ୍ମ ସଂଖ୍ୟା। କାହିଁକି ଏକ ଯୁଗ୍ମ ସଂଖ୍ୟା କହିଲେ ପିଲାମାନେ? କାରଣ ଏକ ସ୍ଥାନରେ 8 ରହିଛି।
ଠିକ୍ ସେହିପରି ଯେଉଁ ସଂଖ୍ୟାର ଏକକ ସ୍ଥାନ ଅଙ୍କଟି 1, 3, 5, 7 କିମ୍ବା 9 ହୋଇଥିବ ତାହାକୁ ଅଯୁଗ୍ମ ସଂଖ୍ୟା କୁହାଯିବ। ଉଦାହରଣ ସ୍ୱରୂପ 487 ଏହା ଏକ ମଧ୍ୟ ଅଯୁଗ୍ମ ସଂଖ୍ୟା କାରଣ ଏହାର ଏକକ ସ୍ଥାନରେ 7 ରହିଛି। ପିଲାମାନେ ଏହି ସଂଖ୍ୟା ଗୁଡ଼ିକୁ ତୁମେ ଦେଖ, ଯୁଗ୍ମ ସଂଖ୍ୟା ଉପରେ ତୁମେ ଗୋଲ ବୁଲାଅ। 876, 62, 18, 222, 76, 490, 544। ଏଣୁ ଏଥିରୁ ଆମେ ଜାଣିଲେ ଏହାର ଏକକ ସ୍ଥାନ ମାନଙ୍କରେ 6, 2, 8, 2, 6, 0, 4 ରହିଛି। ଏଗୁଡ଼ିକ ମଧ୍ୟ ଯୁଗ୍ମ ସଂଖ୍ୟା। ଲିନା ପାଖରେ 22ଟି ବେଲୁନ ଅଛି, ଟିନା ପାଖରେ 10ଟି ବେଲୁନ ଅଛି। ପିଲାମାନେ এই ଚିତ୍ରଟିକୁ ଦେଖ, ଲିନା ପାଖରେ 22ଟି ବେଲୁନ ଏବଂ ଟିନା ପାଖରେ 10ଟି ବେଲୁନ ଅଛି। ଦୁଇ ଜଣଙ୍କ ପାଖରେ ମୋଟ କେତୋଟି ବେଲୁନ ଅଛି? ତେଣୁ ଲିନା ପାଖରେ 22ଟି ଏବଂ ଟିନା ପାଖରେ 10ଟି। ତେଣୁ 22 ଏକ ଯୁଗ୍ମ ସଂଖ୍ୟା, 10 ମଧ୍ୟ ଯୁଗ୍ମ ସଂଖ୍ୟା। ଏହି ଦୁଇଟି ଯୁଗ୍ମ ସଂଖ୍ୟାକୁ ଆମେ ଯୁକ୍ତ କଲେ ବା ଏହାର ଯୋଗଫଳ 32 ହେବ। 32 ମଧ୍ୟ ଏକ ଯୁଗ୍ମ ସଂଖ୍ୟା। ଯୁଗ୍ମ ସଂଖ୍ୟା 2କୁ ମଧ୍ୟ ଯୋଗ କଲେ ତାହା ଯୁଗ୍ମ ସଂଖ୍ୟା ହେବ। ଆଉ ଏକ ଉଦାହରଣ ଦେଖ, 18, 12 ଇଏ ମଧ୍ୟ ଦୁଇଟି ଯୁଗ୍ମ ସଂଖ୍ୟା। ଏହାର ଯୋଗଫଳ 30। ଠିକ୍ ସେହିପରି 14 ଓ 26 ଦୁଇଟି ଯୁଗ୍ମ ସଂଖ୍ୟା, ଏହାର ଯୋଗଫଳ 40। ତେଣୁ ଏଥିରୁ ଆମେ ଜାଣିଲେ ଦୁଇଟି ଯୁଗ୍ମ ସଂଖ୍ୟାର ଯୋଗଫଳ ଏକ ଯୁଗ୍ମ ସଂଖ୍ୟା ହେବ। ପିଲାମାନେ এই ଚିତ୍ରଟିକୁ ଦେଖ, ମୁନା ପାଖରେ 25ଟି କୋଳି ରହିଛି, ମୁନି ପାଖରେ 17ଟି କୋଳି ରହିଛି। 25 ଓ 17 କି ପ୍ରକାର ସଂଖ୍ୟା? ଅଯୁଗ୍ମ ସଂଖ୍ୟା। ଧନ୍ୟବାଦ। ଆଚ୍ଛା, ଦୁଇ ଜଣଙ୍କ ପାଖରେ ମୋଟ କେତୋଟି କୋଳି ରହିଛି? 42ଟି କୋଳି ରହିଛି। ଅଯୁଗ୍ମ ସଂଖ୍ୟା ଦ୍ୱୟକୁ ଯୋଗ କରିବା। ଯୋଗ କଲେ 13 ଓ 9କୁ ଯୋଗ କଲେ ଯୋଗଫଳ 22, 19 ଆଉ 21କୁ ଯୋଗ କଲେ ଯୋଗଫଳ 40। ତେଣୁ ଏଥିରୁ ଆମେ ଜାଣିଲେ ଦୁଇଟି ଅଯୁଗ୍ମ ସଂଖ୍ୟାର ଯୋଗଫଳ ଏକ ଯୁଗ୍ମ ସଂଖ୍ୟା ହୁଏ। 13 ଗୋଟେ ଅଯୁଗ୍ମ ସଂଖ୍ୟା, 9 ମଧ୍ୟ ଗୋଟେ ଅଯୁଗ୍ମ ସଂଖ୍ୟା। ତେଣୁ ଏହି ଅଯୁଗ୍ମ ସଂଖ୍ୟା ଦୁଇଟିକୁ ଯୋଗ କଲେ ଏହାର ଯୋଗଫଳ 22 ପାଇଲେ। ଠିକ୍ ସେହିପରି 19 ଏବଂ 21କୁ ଯୋଗ କଲେ 40 ପାଇଲେ। ଏଥିରୁ ଆମେ ଜାଣିଲେ ଦୁଇଟି ଅଯୁଗ୍ମ ସଂଖ୍ୟାର ଯୋଗଫଳ ମଧ୍ୟ ଏକ ଯୁଗ୍ମ ସଂଖ୍ୟା ହେବ। ପିଲାମାନେ ଦେଖ, 20 ଏକ ଯୁଗ୍ମ ସଂଖ୍ୟା, 9 ଏକ ଅଯୁଗ୍ମ ସଂଖ୍ୟା। ତେଣୁ ଯୁଗ୍ମ ସଂଖ୍ୟା ଓ ଅଯୁଗ୍ମ ସଂଖ୍ୟାକୁ ଯୋଗ କଲେ ଏହାର ଯୋଗଫଳ ଏକ ଅଯୁଗ୍ମ ସଂଖ୍ୟା ହେବ। 20 ଯୁଗ୍ମ ସଂଖ୍ୟା, 9 ଏକ ଅଯୁଗ୍ମ ସଂଖ୍ୟା। ତେଣୁ ଏହାର ଯୋଗଫଳ 29 ହେଲା। 29 ମଧ୍ୟ ଅଯୁଗ୍ମ ସଂଖ୍ୟା। ଠିକ୍ ସେହିପରି ଚାଲ ଆଉ କିଛି ଯୋଗ କରିବା। 14 ଗୋଟିଏ ଯୁଗ୍ମ ସଂଖ୍ୟା, 7 ଅଯୁଗ୍ମ ସଂଖ୍ୟା। 26 ଯୁଗ୍ମ ସଂଖ୍ୟା, 31 ଅଯୁଗ୍ମ ସଂଖ୍ୟା। ତେଣୁ 14 ଆଉ 7ର ଯୋଗଫଳ 21, 21 ମଧ୍ୟ ଏକ ଅଯୁଗ୍ମ ସଂଖ୍ୟା। ଠିକ୍ ସେହିପରି 26 ଆଉ 31ର ଯୋଗଫଳ 57, 57 ମଧ୍ୟ ଅଯୁଗ୍ମ ସଂଖ୍ୟା। ତେଣୁ ଏଥିରୁ ଆମେ ଜାଣିଲେ ଗୋଟିଏ ଯୁଗ୍ମ ସଂଖ୍ୟା ଏବଂ ଗୋଟିଏ ଅଯୁଗ୍ମ ସଂଖ୍ୟାର ଯୋଗଫଳ ଏକ ଅଯୁଗ୍ମ ସଂଖ୍ୟା ହେବ। ଆସ ଚିନ୍ତା କରି କିଛି କହିବା। ମୀରା ତାର ଜେଜେମାଙ୍କ ଟର୍ଚ୍ଚକୁ ବହୁତ ପସନ୍ଦ କରେ ଓ ତା ସହିତ ଖେଳେ। ସେ ଥରେ ସୁଇଚ୍ ଦବାଇଲେ ଆଲୋକ ଜଳେ, ଦ୍ୱିତୀୟ ଥର ଦବାଇଲେ ଆଲୋକ ଲିଭିଯାଏ, ତୃତୀୟ ଥର ସୁଇଚ୍ ଦବାଇଲେ ଆଲୋକ ଜଳେ। ସେ ଏହିପରି ଅନେକ ଥର କରିଚାଲିଲା। କହିଲ ପିଲାମାନେ,
ମୀରା ଯଦି 23 ଥର ସୁଇଚ୍ ଦବାଇବ ଆଲୋକ ଜଳିବ ନା ଲିଭିବ? ଚାଲ ଏହାର ସମାଧାନ କରି ଶିଖିବା। ପ୍ରଥମ ଥର ସୁଇଚ୍ ଦବାଇଲେ ଆଲୋକ ଜଳିବ। ଦ୍ୱିତୀୟ ଥର ସୁଇଚ୍ ଦବାଇଲେ ଆଲୋକ ଲିଭିବ। ତୃତୀୟ ଥର ସୁଇଚ୍ ଦବାଇଲେ ଆଲୋକ ଜଳିବ। ଚତୁର୍ଥ ଥର ସୁଇଚ୍ ଦବାଇଲେ ଆଲୋକ ଲିଭିଯିବ। ତେଣୁ ଏଥିରୁ ଆମେ କ'ଣ ଜାଣିଲେ ନା ଏହିପରି ଭାବେ ଅଯୁଗ୍ମ ସଂଖ୍ୟକ ଯଥା 3, 5, 7 ଥର ସୁଇଚ୍ ଦବାଇଲେ ଆଲୋକ ଜଳିବ। ଯୁଗ୍ମ ସଂଖ୍ୟକ ଯଥା 2, 4, 6, 8, 10 ଥର ସୁଇଚ୍ ଦବାଇଲେ ଆଲୋକ ଲିଭିବ। ତେଣୁ ମୀରା 23 ଥର ସୁଇଚ୍ ଦବାଇଲେ ଆମେ ଏଥିରୁ ଜାଣିଲେ 23 ଏକ ଅଯୁଗ୍ମ ସଂଖ୍ୟା, ତେଣୁ ଆଲୋକ ଜଳିବ। ପିଲାମାନେ ସପ୍ତାହର ବାରଗୁଡ଼ିକୁ ଦେଖ ଏବଂ ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର କୁହ। ଯୁଗ୍ମ ସଂଖ୍ୟା ପଡୁଥିବା ବାରଗୁଡ଼ିକର ନାମ କୁହ। ସୋମବାର, ବୁଧବାର, ଶୁକ୍ରବାର। ଧନ୍ୟବାଦ। ମଙ୍ଗଳବାର ଏକ ଯୁଗ୍ମ ସଂଖ୍ୟା ପଡୁଥିବା ବାର ନା ଏକ ଅଯୁଗ୍ମ ସଂଖ୍ୟା ପଡୁଥିବା ବାର? କହିଲ ପିଲାମାନେ। ଅଯୁଗ୍ମ ସଂଖ୍ୟା ପଡୁଥିବା ବାର। ଅଯୁଗ୍ମ ସଂଖ୍ୟା ପଡୁଥିବା ବାରଗୁଡ଼ିକର ନାମ କୁହ। ରବିବାର, ମଙ୍ଗଳବାର, ଗୁରୁବାର, ଶନିବାର। ଧନ୍ୟବାଦ। ପିଲାମାନେ ଏହି ଚିତ୍ରଟିକୁ ଲକ୍ଷ୍ୟ କର। ପାର୍ଶ୍ୱରେ ଦିଆଯାଇଥିବା ପରିବାଗୁଡ଼ିକୁ ଗଣ। ଯୁଗ୍ମ କିମ୍ବା ଅଯୁଗ୍ମ ସଂଖ୍ୟକ ପରିବା ଥିବା ପାଖ ସାରଣୀରେ ଟିକ୍ ଚିହ୍ନ ଦିଅ। ଦେଖ, ପରିବାଗୁଡ଼ିକର ନାମ ଦିଆଯାଇଛି, ପରିବାଗୁଡ଼ିକର ସଂଖ୍ୟା, ଯୁଗ୍ମ ଓ ଅଯୁଗ୍ମ ଦିଆଯାଇଛି। ତେଣୁ ଆଳୁ, ଦେଖିଲ ଆଳୁ କେତୋଟି ରହିଛି? 13ଟି ଆଳୁ ରହିଛି। କହିଲେ ପିଲାମାନେ ଏଇ 13 ସଂଖ୍ୟକ ଯୁଗ୍ମ ନା ଅଯୁଗ୍ମ? ଅଯୁଗ୍ମ। ବାଇଗଣ କେତୋଟି ଅଛି ଦେଖିଲ ପିଲାମାନେ? 4ଟି ରହିଛି। ଏହା ଯୁଗ୍ମ ସଂଖ୍ୟକ ନା ଅଯୁଗ୍ମ ସଂଖ୍ୟକ? ଯୁଗ୍ମ ସଂଖ୍ୟକ। ଆଚ୍ଛା, ଠିକ୍ ସେହିପରି ବିଲାତି ବାଇଗଣ କେତୋଟି ଅଛି? 6ଟି ଅଛି। ଏହା ଯୁଗ୍ମ ସଂଖ୍ୟକ ନା ଅଯୁଗ୍ମ ସଂଖ୍ୟକ? ଯୁଗ୍ମ। ବନ୍ଧାକୋବି ଗଣିଲ କେତୋଟି ରହିଛି? 11ଟି ଅଛି। ଏହା ଯୁଗ୍ମ ସଂଖ୍ୟକ ନା ଅଯୁଗ୍ମ ସଂଖ୍ୟକ? ଅଯୁଗ୍ମ। ଦେଖିଲ ଗାଜର କେତୋଟି ଅଛି? 3ଟି ଅଛି। ଏହା ଯୁଗ୍ମ ନା ଅଯୁଗ୍ମ? ଅଯୁଗ୍ମ। ପିଲାମାନେ ତୁମକୁ କିଛି ପ୍ରଶ୍ନ ପଚାରିବେ, ଏହାର ଉତ୍ତର ଦେବ। କ ସ୍ତମ୍ଭରେ ଥିବା ସଂଖ୍ୟାଦ୍ୱୟର ଯୋଗଫଳ ଯୁଗ୍ମ ସଂଖ୍ୟା ହେବ କିମ୍ବା ଅଯୁଗ୍ମ ସଂଖ୍ୟା ହେବ? ଖ ସ୍ତମ୍ଭରେ ଥିବା ଯୁଗ୍ମ କିମ୍ବା ଅଯୁଗ୍ମ ସଂଖ୍ୟା ସହିତ ଯୋଡ଼ିବ। କ ସ୍ତମ୍ଭରେ 10 ଯୁକ୍ତ 18। କହିଲ ପିଲାମାନେ 10 ଆଉ 18କୁ ଯୋଗ କଲେ 28 ହେବ। 28 ଯୁଗ୍ମ ନା ଅଯୁଗ୍ମ? ଯୁଗ୍ମ ସଂଖ୍ୟା। ଆଚ୍ଛା, ଠିକ୍ ସେହିପରି 34 ସହିତ 11କୁ ମିଶେଇଲେ ତେଣୁ ଯୋଗଫଳ 45 ହେବ। ତେଣୁ 45 ଯୁଗ୍ମ ନା ଅଯୁଗ୍ମ? ଅଯୁଗ୍ମ। ପିଲାମାନେ 23 ଯୁକ୍ତ 9 ସମାନେ 32 ହେବ। ତେଣୁ 23 ଆଉ 9ର ଯୋଗଫଳ 32। 32 ଯୁଗ୍ମ ନା ଅଯୁଗ୍ମ? ଯୁଗ୍ମ। କହିଲ ପିଲାମାନେ 41 ସହିତ 6କୁ ଯୋଗ କଲେ ଯୋଗଫଳ 47 ହେବ। ତେଣୁ 47 ଯୁଗ୍ମ ନା ଅଯୁଗ୍ମ? ଅଯୁଗ୍ମ। ଧନ୍ୟବାଦ। ପିଲାମାନେ ତୁମେମାନେ ଠିକ୍ ଉତ୍ତର ଦେଇଛ, ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ। ତେଣୁ ମୁଁ ଆଶା କରିବି ଗଣିତ ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟାଟି ତୁମମାନଙ୍କ ପାଇଁ ବେଶ ଫଳପ୍ରଦ ହେବ। ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।